ମାଣ ଓଷା ଓଡ଼ିଶାରେ ପାଳିତ ହେଉଥିବା ଏକ ପରମ୍ପରାଗତ ଓ ଗୃହସ୍ଥ ନାରୀମାନଙ୍କର ପବିତ୍ର ଉପାସନା। ମାର୍ଗଶିର ମାସର ପ୍ରତ୍ୟେକ ଗୁରୁବାର ଦିନ ଏହାକୁ ପାଳନ କରାଯାଏ। ଏହି ଓଷାରେ ଘରର ମହିଳାମାନେ ମାଣକୁ ପବିତ୍ର କରି ପୂଜା କରନ୍ତି। ଏହି ଓଷାର ମୁଖ୍ୟ ପ୍ରତୀକ ହେଉଛି ମାଣ। ମାଣର ଅର୍ଥ ହେଉଛି ଏକ ମାଟିର ପାତ୍ର ଯୋଉଟାକୁ କି ଧାନ ମାପିବା ପାଇଁ ବ୍ୟବହୃତ ହୋଇଥାଏ। ମାଣକୁ ଧାନ ଧନ୍ୟର ପ୍ରତୀକ ଭାବେ ମାନାଯାଏ। ଯେଉଁ ଘରେ ନିୟମ, ପବିତ୍ରତା ଓ ଶୃଙ୍ଖଳା ରହେ ସେଠାରେ ଲକ୍ଷ୍ମୀ ବାସ କରନ୍ତି। ଲକ୍ଷ୍ମୀ ପୁରାଣ ଅନୁସାରେ ଦେବୀ ଲକ୍ଷ୍ମୀ ମା ଶ୍ରିୟା ଚଣ୍ଡାଳୁଣୀ ଘରକୁ ମଧ୍ୟ ଯାଇଥିବାର ବର୍ଣ୍ଣନା ଅଛି। ଶ୍ରିୟା ଚଣ୍ଡାଳୁଣୀ ଯିଏକି ନିଚ ଜାତିର ଥିଲା। ଏହାର ଅର୍ଥ ହେଉଛି ନିଚ ଜାତି ହେଉ କି ଉଚ୍ଚ ଜାତି ହେଉ, ଯେଉଁଠି ଶୃଙ୍ଖଳା ଓ ପବିତ୍ରତା ଥାଏ ସେଠାରେ ମା ଲକ୍ଷ୍ମୀ ନିଶ୍ଚୟ ବାସ କରନ୍ତି। ଏହି ମାଣ ଓଷାରେ ଚଳିତ ବର୍ଷର ଯେଉଁ ନୂଆ ଧାନ ବାହାରିଥାଏ ସେହି ଧାନରେ ବେଣୀ କରାଯାଏ। ସେହି ନୂଆ ଧାନରୁ କିଛି କୁଟିକି ଚାଉଳ ବାହାର କରି ସେହି ଚାଉଳରେ ଚିତା ପକା ହୁଏ, ପିଠା ହୁଏ, ଖେଚୁଡ଼ି, ଅନ୍ନ ସବୁ ସେଇ ନୂଆ ଚାଉଳରୁ ହିଁ ବନା ହୁଏ। ରାତି 4ଟାରୁ ପୂଜା ହବ ବୋଲି ରାତିରୁ ଚିତା ପକେଇ ସବୁ ସଜାସଜି କରି ଠାକୁର ଜିନିଷ ସବୁ ରେଡି କରି ରଖିଦେଇଥିଲୁ। ଏଇ ବର୍ଷ ମୋ ଦେହ ଟିକେ ଭଲ ନଥିବାରୁ ସବୁ କାମ ମୋ ବୋଉଙ୍କୁ କରିବାକୁ ପଡ଼ିଥିଲା। ରାତି 3:30ଟାରୁ ଉଠି ଗାଧେଇ ପାଧେଇ ବୋଉ ପ୍ରଥମେ କୋଠି ଉପରେ ସିନ୍ଦୁର ଲଗାଇ ଦେଇଥିଲେ। ସେଇ କୋଠି ଉପରେ ଖଟୁଲି ରଖିଲେ। ଖଟୁଲି ଉପରେ ଗୋଟେ ନାଲି ଆସ୍ଥାନ କପଡ଼ା ପକେଇ ସେଥିରେ ତା ଉପରେ ରଖିଲେ ଗୋଟେ ଛୋଟ ପିଢ଼ା। ସେଇ ପିଢ଼ା ଉପରେ ରଖାଯାଏ ମାଣ ବା ପାଇଲି। ଏ ବର୍ଷ ଯେହେତୁ ଗୋଟେ ନୂଆ ପିତ୍ତଳ ପାଇଲି ଆସିଥିଲା ତ ସେଇ ନୂଆ ମାଣଟି ବସାଯାଇଥିଲା। ଦେନ୍ ଖଟୁଲି ଉପରେ ମାଙ୍କର ସବୁ ସଜ ଜିନିଷ ରଖାଗଲା। ଶଙ୍ଖା, ସିନ୍ଦୁର ପରୁଆ, ପ୍ରତିବର୍ଷର ଓ ଚଳିତ ବର୍ଷର ଆଇନା, ପାନିଆ, ଗୁଆ, ପଇସା, କଉଡ଼ି, ପାଟପୁଲି, ଆଖୁ, ମୂଳା, ସୋରିଷ ଫୁଲ ଏମିତି ବହୁତ କିଛି। ତାପରେ ମାଙ୍କର ସବୁ ବର୍ଷର ଓଢ଼ଣୀ ସହିତ ଏ ବର୍ଷର ନୂଆ ଓଢ଼ଣୀ ପକାଯାଏ। ମୁଁ ଏ ବର୍ଷ କିଛି କରିପାରୁନଥିଲି ବୋଲି ସ୍ୱାମୀ ମୋର ବହୁତ ହେଲ୍ପ କରିଥିଲେ ବୋଉଙ୍କୁ। କୁହାଯାଏ ଯେ ଲକ୍ଷ୍ମୀ ମା ହେଉଛନ୍ତି ଚଞ୍ଚଳା, ସେଥିପାଇଁ ମାଙ୍କୁ ପୁରା ନୂଆ ବୋହୂ ପରି ଓଢ଼ଣୀ ଟାଣି ବସାଯାଏ। ତାପରେ ମାଙ୍କର ପ୍ରିୟ ଫୁଲ ପଦ୍ମ ଫୁଲ ଦିଆଯାଏ। ଦେନ୍ ପଞ୍ଚାମୃତ ଛିଞ୍ଚି ପବିତ୍ର କରାଯାଏ। ତାପରେ ବାଳଭୋଗ ପ୍ରସ୍ତୁତି ପାଇଁ ସ୍ୱାମୀ ମୋର ଫଳ କଟାକଟି କରିଦେଲେ। ମାଙ୍କ ପାଖରେ ଭୋଗ କରିସାରି ବୋଉ ଚାଲିଲେ ଦୀପ ପୂଜା କରି ସେଠି ଭୋଗ ଲଗାଇଲେ। ଦେନ୍ ବାହାରେ କଳସ ବସାଇ ସେଠି ପୂଜା ସାରି ଚଉରା ପୂଜା ସାରିଲେ। ଆଉ ଏଠି ମୋ ଝିଆରୀ ଜଣକ ମୋତେ ଅଳତା ଲଗାଇ ଦେଉଥିଲେ।
अलता लगा लगी सरला पर स्टार्ट होगा मध्याह्न भोग प्रिपेरेसन जोटा को कि संकुटी भोग बोली कह जाए। आ स्वामी मोर परिया पत्र कटाकटी कर खीरीटा करदेले। ए वर्षर माणार बहुत किसी कार्य मो स्वामी करिसेंती। जेमती कथारे कह जाए लक्ष्मी का ओषा केवल नारी माने नुह पुरुष माने भी मध्य करबा उचित। आ बाकी पिठापिठी सब जति हम बहुत तांकर चुली पाखे सब करदेले। संकुटी भोग लगी बो एकाथरे मंडा पिठा भी भोग करदेले जोटा कि संध्या बेले भोग लगे। हेले जेहेतु बो एथर एका सब कर मध्याह्न समय भोग करदेले। बाकी चिता सब केमी ठाकुर सजासजी केमती लगुच आपण मैंने कमेंट करे निश्चय जानवे। देन संकुटी भोग लगी समस्ते खाई पी टिके रेस्ट नहीं गलु। संध्या बेले संध्या दे सारी लक्ष्मी पुराण बही पढ़ा है। देन माण उठावा प्रस्तुति आरंभ हो गला। सो एटा थिला ए वर्षर माणवसा केमिति हेतला मो सासुघरे से सब को मु किछि वीडियो माध्यम रे आपण माना पाखरे पहुंचेबार गोटे छोट प्रयास करी। जदि एथिरे आपण मानको कोठी किछि त्रुटि जाना जाय थाए ताहले फ्री हार्ट रे आपण माने मते कमेंट रे निश्चय जानि परिबे। जदि मो वीडियोटी आपण मानको भलो लागि थाए ताहले लाइक और शेयर करिवे और जो माने मो चैनल को नुआ करी देखुतबे ताहले से माने मो चैनल टी को सब्सक्राइब कर देबे। मां लक्ष्मी आपण मानकर समस्त मनोकामना पूर्ण करंतु, समस्त घंटा घोड़े रखि तांतु। रहिली पुणी देखा आ गोटे नुआ वीडियो रे। जय मां लक्ष्मी।